ଆଉ କେତେ ପରିଶ୍ରମ କରିବି? ଏମିତି କିଛି ଉପାୟ ଭାବିବାକୁ ପଡ଼ିବ ଯେ ଯେମିତି ଶିକାର ମୋ ପାଖକୁ ଚାଲି ଚାଲି ଆସିବ। ଶିଆଳଟି ବହୁତ ଚାଲାକ ଆଉ ଚତୁର ଥିଲା। ସେ ଏମିତି କିଛି ଉପାୟ ଖୋଜୁଥିଲା ଯେମିତିକି ସେ ବସି ବସି ଖାଦ୍ୟ ଖାଇପାରିବ। ଶୁଣ ଗଧ ଭାଇ, ତମେ କ'ଣ ଏଇ କାଠକୁ ଉଠେଇ ପାରିବ? ତମ ଅନୁମାନ ଠାରୁ ଏ କାଠ ବହୁତ ଭାରି। ଠିକ୍ ଅଛି ଛେଳି ଭଉଣୀ, ଏସବୁ କରିବା କ'ଣ ଦରକାର? ଭଲ ହେଲା କି ମୁଁ ଏଠିକି ଆସିଗଲି। ଏ କାଠ ଗୁଡ଼ିକ ମୋ ପିଠିରେ ନଦି ଦିଅ, ମୁଁ ତମ ଘର ଯାଏଁ ଛାଡ଼ିଦେବି। ଗଧ ବହୁତ ଦୟାଳୁ ଆଉ ପର ଉପକାରୀ ଥିଲା। ସେ ସମସ୍ତଙ୍କର ସାହାଯ୍ୟ କରେ। ଗୋଟିଏ ଦିନ ଶିଆଳଟି ଗୋଟିଏ ଗଛ ପାଖରେ ବସି କିଛି ଭାବୁଥାଏ। ସେତିକି ବେଳେ ତା ପାଖକୁ ଜଙ୍ଗଲର ଗୋଟେ ପଶୁ ଆସିଲା। ଶିଆଳ ଭାଇ, ଏଠି କାହିଁ ବସିଛ? ଏତେ ମନ ଦୁଃଖ କରିକି କ'ଣ ବାବା ହେବାକୁ ଭାବିଛ କି? ଏଠୁ ଜଲ୍ଦି ଜଲ୍ଦି ପଳା, ମୋ ମୁଣ୍ଡ ଖରାପ ହେଇକି ଅଛି। ମୁଁ କିଛି ଚିନ୍ତା କରୁଛି, ଜଲ୍ଦି ଯା ଏଠୁ। ଆଉ ସେ ପଶୁଟି ସେ ଜାଗାରୁ ପଳେଇଲା। ତାପରେ ଶିଆଳ ଚିନ୍ତା କଲା, ଆରେ ଇଏ ତ ଭଲ ଉପାୟଟେ କହିକି ପଳେଇଲା। ତାହେଲେ କାଲିଠୁ ମୁଁ ଏଇ ଜଙ୍ଗଲରେ ବାବା ହେଇକି ଆସିବି ଆଉ ସବୁ ପଶୁ ପକ୍ଷୀଙ୍କି ମୂର୍ଖ କରିବି। ତା ପରଦିନ ମୁଁ ଏବେ ଶାନ୍ତିପ୍ରିୟ ଶିଆଳ ହେଇଯାଇଛି। ମୁଁ ଏବେ ଶିକାର ଛାଡ଼ି ଧ୍ୟାନରେ ମନ ଦେବି। ଏଇ ସଂସାରରୁ ମୋ ମୋହ ଉଠିଯାଇଛି। ଫାଷ୍ଟ ମୁଁ ମୂର୍ଖ ଥିଲି, ଏବେ ମୁଁ ସବୁ କିଛି ଜାଣିଗଲି। ମୋତେ ଯୋଗ ଦ୍ୱାରା ସବୁ କିଛି ଜଣା ପଡ଼ିଗଲା। ମୁଁ ଆଗରୁ ବହୁତ ପାପ କାମ କରିଦେଇଛି, ଏବେ ତାର ପ୍ରାୟଶ୍ଚିତ କରିବାକୁ ଯାଉଛି। ଯା ଜଲ୍ଦି ଯାଇକି ଏ ଜଙ୍ଗଲରେ କହିଦେ, ଏଇ ଜଙ୍ଗଲକୁ ଗୋଟିଏ ସାଧୁ ବାବା ଆସିଛନ୍ତି ଆଉ ମୁଁ ତାଙ୍କୁ ସବୁବେଳେ ରକ୍ଷା କରିବି। ଛେଳିଟି ଶିଆଳର କଥାରେ ଭୋଳ ହୋଇଗଲା ଆଉ ତାପରେ ସେ ଜଙ୍ଗଲକୁ ଯାଇ ସବୁ ପଶୁପକ୍ଷୀଙ୍କୁ ଏଇ କଥା କହିବାକୁ ଲାଗିଲା। ତାପରେ ଛେଳିର କଥା ଶୁଣି ସବୁ ପଶୁପକ୍ଷୀ ଶିଆଳ ପାଖରେ ଆସି ପହଞ୍ଚିଲେ। ଆରେ ମୁଁ କ'ଣ ଶୁଣିଲି ତୁ ବାବା ହେଇଯାଇଛୁ? ହାଁ, ବାବା ତ କେବେ ଶିକାର କରନ୍ତିନି, ଏମିତିରେ ତମେ କ'ଣ ଖାଇବ? ମୁଁ କେତେବେଳେ କହିଲି କି ମୁଁ ଶିକାର କରିବି? ମାଂସର ଏବେ ମୋତେ କିଛି ଦରକାର ନାହିଁ। ମୁଁ ଯୋଗ କରିକି ମୋ ପେଟର ଭୋକ ଶାନ୍ତ କରିବି ଆଉ ମଝିରେ ମଝିରେ କିଛି ଫଳ ଖାଇଦେବି। ତୁ ବାବା ହେବାର ଶିକ୍ଷା କୋଉଠୁ ପାଇଲୁ? ମୁଁ ଧ୍ୟାନ କଲି, ବହୁତ ଧ୍ୟାନ କଲି ଆଉ ଧ୍ୟାନ କରିବା ଦ୍ୱାରା ଭଗବାନ ମୋତେ ଶକ୍ତି ଦେଲେ ଆଉ କହିଲେ ଯା ତୁ ଏ ଜଙ୍ଗଲର କଲ୍ୟାଣ କରେ। ତାପରେ ଗୋଟେ ଠେକୁଆଟି ଦୌଡ଼ି ଦୌଡ଼ି ଆସି ସେଇ ପାଖରେ ପହଞ୍ଚିଲା। ବାବା ବାବା, ମୋ ପୁଅର ପେଟ ଜୋରେ କ'ଣ ହେଉଛି, ତାକୁ ତମେ ତମର ମନ୍ତ୍ର ଦ୍ୱାରା ଭଲ କରିଦିଅ ବାବା, ଜଲ୍ଦି କରିଦିଅ, ତାର ପେଟ ଜୋରେ ଜୋରେ କ'ଣ ହେଉଛି ବାବା। ଚିନ୍ତା କରନି ଠେକୁଆ ଭଉଣୀ, ମୁଁ ଗୋଟିଏ ଏବେ ମନ୍ତ୍ର ପଢ଼ୁଛି, ଏଇ ମନ୍ତ୍ର ଦ୍ୱାରା ତମ ପୁଅ ପୁରାପୁରି ଠିକ୍ ହେଇଯିବ। ଓମ୍ କ୍ଲିଂ ଗ୍ଲିଂ ସ୍ୱାହା। ଏବେ ଯା, ଦେଖିବ ତମ ପୁଅ ପୁରାପୁରି ଠିକ୍ ହେଇଯିବ। ତାପରେ ଠେକୁଆଟି ଦୌଡ଼ି ଦୌଡ଼ି ଯାଇ ତା ପୁଅକୁ ଦେଖିକି ଆସିଲା। ବାବାଜୀ କି ଜୟ ହୋ, ବାବାଜୀ କି ଜୟ ହୋ, ମୋ ପୁଅ ତ ପୁରାପୁରି ଠିକ୍ ହେଇଯାଇଛି ବାବା, ତାର ପେଟର ଦର୍ଜ ପୁରାପୁରି ଭଲ ହେଇଗଲା। ତାପରେ ସବୁ ପଶୁପକ୍ଷୀ କିଛି ନ ବୁଝି ସୁଝି ଶିଆଳର କଥାରେ ସବୁ ମୋହରେ ପଡ଼ିଗଲେ। ସେ ସମସ୍ତଙ୍କୁ ବିଶ୍ୱାସ ହୋଇଗଲା ଯେ ଶିଆଳ ଏବେ ଶକ୍ତି ପାଇଯାଇଛି ଆଉ ତା ପରଦିନ ଠାରୁ ଶିଆଳର ସବୁଦିନ ଚର୍ଚ୍ଚା ହୁଏ। ସବୁ ପଶୁପକ୍ଷୀ କିଛି ନା କିଛି ଫଳମୂଳ ଆଣି ଶିଆଳ ପାଖରେ ଥୋଇବାକୁ ଲାଗିଲେ ଆଉ ଶିଆଳର ଦିନ ଆରାମସେ ବିତିବାକୁ ଲାଗିଲା। ଏମିତି କିଛି ଦିନ ବିତିବା ପରେ ଶିଆଳ ଭାବିଲା, ସବୁଦିନ ତ ଖାଇବାକୁ ମିଳିଯାଉଛି, କିନ୍ତୁ ମୁଁ ତ ଗୋଟିଏ ମାଂସାହାରୀ ପ୍ରାଣୀ, ଏ ଫଳମୂଳ କେତେ ଦିନ ଖାଇକି ବଞ୍ଚିବି? ଆଉ ସେପଟେ ଗଧ କିଛି ଚିନ୍ତା କରୁଥିଲା, ଇଏ ଚମତ୍କାର ନା, ଡାଳିରେ କିଛି କଳା ଅଛି। ଭଲ ହବା ଏକ ମାଂସାହାରୀ ପ୍ରାଣୀ ବାବା ହେଇକି ଫଳମୂଳ ଖାଉଛି ଆଉ ପଶୁପକ୍ଷୀଙ୍କର ସବୁ ଦୁଃଖ ସୁଖ ବୁଝୁଛି, ଇଏ ବି କେମିତି ହେଇପାରେ? ଏଥିରେ କିଛି ନା କିଛି ରହସ୍ୟ ଅଛି ଆଉ ଏ ରହସ୍ୟକୁ ମୋତେ ସମାଧାନ କରିବାକୁ ପଡ଼ିବ। ତାପରେ ଗୋଟିଏ ଦିନ ଶିଆଳ ଜଣକୁ ଡାକି କହିଲା, ବଚ୍ଚା ଯାଅ ଏବେ ଜଙ୍ଗଲରେ କହିଦିଅ ଯେ ଶିଆଳ ବାବା ତମକୁ କିଛି କହିବାକୁ ଚାହୁଁଛନ୍ତି ଆଉ ସବୁ ପଶୁପକ୍ଷୀ ଶିଆଳ ବାବାଙ୍କୁ ଆସି ଦେଖା କରନ୍ତୁ। ତାପରେ ଜଙ୍ଗଲର ସବୁ ପଶୁପକ୍ଷୀ ଶିଆଳ ପାଖରେ ଆସି ପହଞ୍ଚିଲେ। ମୋର ଗୋଟିଏ ଜରୁରୀ କଥା ଶୁଣିଦିଅ ସବୁ ପଶୁପକ୍ଷୀ, ମୁଁ ଯେତେବେଳେ ଧ୍ୟାନ କରୁଥିଲି ମୋତେ ଗୋଟେ ସ୍ୱପ୍ନ ଆସିଲା ଆଉ ସେ ସ୍ୱପ୍ନରେ ଭଗବାନ କହୁଥିଲେ ଏଇ ଜଙ୍ଗଲକୁ ଗୋଟିଏ ଶୈତାନ ହାମଲା କରିବ ଆଉ ତମେ କିଛି ଦିନ ପଶୁପକ୍ଷୀମାନେ ନିଜ ଘରୁ ବାହାରିବନି ଆଉ ନିଜ ଘର ଭିତରେ ପଶିକରି ରହିବ। ତମେ ସବୁ ଦେଖିକିରି ରୁହ ଆଉ ଯୁଆଡ଼େ ଯିବ ଏକା ଯିବନି, ସାଙ୍ଗ ହୋଇକି ଯିବ ଆଉ ଏଇ ସମସ୍ୟାର ସମାଧାନ ମୁଁ ଜଲ୍ଦି ଖୋଜୁଛି। ସବୁ ଜୀବଜନ୍ତୁ ସତର୍କ ହୋଇଯାଇଥିଲେ, କିନ୍ତୁ କିଛି ଦିନ ପରେ
କିଛି ଜୀବଜନ୍ତୁ ଜଙ୍ଗଲରୁ ଗାୟବ ହେବାକୁ ଲାଗିଲେ ଧୀରେ ଧୀରେ। ଏଇ ସବୁ ଘଟଣା ଗଧ ପୁରା ଭଲରେ ଦେଖୁଥାଏ। ଆରେ ଶିଆଳ କହିବା ଦିନଠାରୁ ଏଇ ସବୁ ଘଟଣା ଘଟି ଚାଲିଛି। ଆମ ଜଙ୍ଗଲରେ ପଶୁପକ୍ଷୀ ବି ଗାୟବ ହେବାକୁ ଲାଗିଛନ୍ତି। କଣ ଏସବୁ ତାକୁ ଭଗବାନ କହିଛନ୍ତି, ନା ତାହାର ଏସବୁ ପ୍ଲାନ୍ ପଶୁପକ୍ଷୀଙ୍କି ମାରିକି ଧୀରେ ଧୀରେ ଖାଉଛି ସେ? ଏଇ ସବୁ କଥା ଆଜି ରାତିରେ ମୋତେ ଏଇ ସବୁ କଥାର ପତା ଲଗାଇବାକୁ ପଡ଼ିବ। ତାପରେ ରାତି ହେବା ମାତ୍ରେ ଗଧଟି ଗୋଟିଏ ଗଛ ପାଖରେ ଛପି କରି ରହିଥାଏ। ଆଉ ତାକୁ ସେତିକିବେଳେ କାହାର ଚାଲିବାର ଶବ୍ଦ ଆସିଲା। ଆଉ ସେ ଭଲରେ ଦେଖିବାରୁ ତାକୁ ଜଣା ପଡ଼ିଲା ଇଏ ତ ଶିଆଳ। ଆଚ୍ଛା, ଏମିତି ତାହେଲେ କଥା। ଦିନରେ ବାବା ଆଉ ରାତିରେ ଇଏ ଶଇତାନ। ତା ପଛରେ ପଛରେ ଯିବାକୁ ପଡ଼ିବ, ଦେଖିବାକୁ ପଡ଼ିବ ଇଏ କ'ଣ କରୁଛି। ଆରେ ଠେକୁଆ ଭଉଣୀ, ତମେ ଏଠି କ'ଣ କରୁଛ? ତମକୁ କ'ଣ ଜଣା ନାହିଁ କି ଜଙ୍ଗଲକୁ ଶଇତାନ ଆସିଛି? ଏଇ ରାତିର ଅନ୍ଧାରରେ ମୁଁ ମୋ ରାସ୍ତା ଭୁଲି ଯାଇଛି ବାବାଜୀ। କ'ଣ ଆପଣ ମୋତେ ସାହାଯ୍ୟ କରିବେ? ହଁ, ମୁଁ ତମକୁ ଅବଶ୍ୟ ସାହାଯ୍ୟ କରିବି। ଆସ, ମୋ ପଛରେ ଆସ, ମୁଁ ତମକୁ ରାସ୍ତା ଦେଖାଉଛି, ଆସ। ତାପରେ ଶିଆଳଟି ତାକୁ ଗୋଟିଏ ବୁଦାମୂଳକୁ ନେଇ ତାକୁ ମାରିକି ଖାଇଦେଲା। ଆଉ ଏସବୁ ପୁରା ଭଲରେ ଦେଖୁଥାଏ ଗଧ। ତା ପରଦିନ, ବାବା, ମୋ ସ୍ୱାମୀ କାଲିଠୁ ଜଙ୍ଗଲରୁ ଘରକୁ ଆସିନାହାନ୍ତି। ତମ ମନ୍ତ୍ର ଦ୍ୱାରା ଦେଖ ସେ କୋଉଠି ଅଛନ୍ତି। ଏଥିରେ ଧ୍ୟାନ ଲଗାଇବାର କିଛି ଆବଶ୍ୟକ ନାହିଁ। ମୁଁ କହୁଛି ତମ ସ୍ୱାମୀ କୋଉଠି ଅଛନ୍ତି। ଏଇ ଶିଆଳଟି ତାଙ୍କୁ କାଲି ରାତିରେ ମାରିକରି ଖାଇ ଦେଇଛି। ଇଏ ବାବା ନୁହେଁ, ଗୋଟେ ଢୋଙ୍ଗି ବାବା। ତମ କହିବାର ମାନେ କ'ଣ ଗଧ ଭାଇ? ହଁ ହଁ ମୁଁ ସତ କହୁଛି, ହଁ ମୁଁ ସତ କହୁଛି। ଇଏ ଶିଆଳଟି ଗୋଟିଏ ଢୋଙ୍ଗି ବାବା। ଇଏ ରାତିରେ ସବୁ ପଶୁପକ୍ଷୀଙ୍କି ମାରିକରି ଖାଉଛି। ଇଏ ତୁ କ'ଣ କହୁଛୁ ଗଧ? ତତେ କ'ଣ ଜଣା ପଡ଼ିଲାନି ସେଦିନ ବାବାଜୀ କେମିତି ଠେକୁଆର ପୁଅର ପେଟକୁ ମନ୍ତ୍ରରେ ଭଲ କରିଦେଲେ? ମୁଁ ସତ କହୁଛି ଭାଲୁ ଭାଇ, ଏଇ କଥା ଶୁଣ। ଇଏ ବାବା ଗୋଟିଏ ଢୋଙ୍ଗି ବାବା। ତାକୁ ଠେକୁଆର ଶିକାର କରିବାର ମୁଁ ନିଜ ଆଖିରେ ଦେଖିଛି। କେହି ବି ଜୀବଜନ୍ତୁ ଗଧର କଥାକୁ ତିଳେ ମାତ୍ର ଧ୍ୟାନ ଦେଲେନି। ଆଉ ତ କଥାକୁ କେହି ବି ବିଶ୍ୱାସ କଲେନି। ଗଧ ବି ବୁଝିଗଲା ଯେ ଏମିତିରେ ତା କଥା କେହି ଶୁଣିବେନି। ସିଏ ଗୋଟିଏ ଉପାୟ ମନେ ମନେ ଚିନ୍ତା କଲା। ତାପରେ ଗଧ କହିଲା, ହଁ ହେଇପାରେ ଏଇଟା ମୋ ଆଖିର ଭ୍ରମ ହେଇପାରେ। ଆପଣମାନେ ସମସ୍ତେ ଯୋଉଠୁ କହୁଛନ୍ତି ଏଇ କଥାଟି ସତ ହେଇପାରେ। ଗୁରୁଜୀ, ମୋତେ କ୍ଷମା କରିଦିଅନ୍ତୁ। ଆପଣଙ୍କ ନାଁରେ ମୁଁ ଗୋଟେ ବଡ଼ ଅଭିଯୋଗ ଆଣିଥିଲି, ଯୋଉଟାକି ମିଛ। ମୋତେ କ୍ଷମା କରିଦିଅନ୍ତୁ। ଠିକ୍ ଅଛି ଗଧ, ମୁଁ ତମ ଉପରେ ରାଗିନି। ଯଦି ଚାହୁଁଛ ତମେ ମୋର ସେବା କର, ଏଥିରେ ତମର ହିଁ ମଙ୍ଗଳ ହବ। ବାବା, ମୁଁ ଚାହୁଁଛି କି ତମେ ମୋ ଘରେ ଆଜି ଭୋଜନ ଗ୍ରହଣ କର। ତମେ ମୋ ଘରେ ଭୋଜନ ଗ୍ରହଣ କରିବା ଦ୍ୱାରା ମୋର ପାପ ଟିକେ କମ୍ ହୋଇଯିବ। ଠିକ୍ ଅଛି ଗଧ, ମୁଁ ଆଜି ତୋ ଘରକୁ ଭୋଜନ ଗ୍ରହଣ କରିବାକୁ ଯିବି। ପୁରା ଟେଷ୍ଟି ଟେଷ୍ଟି ଖାଇବା କରିକି ରଖିଥିବୁ। ଗଧ ତା ଘରେ ବହୁତ ସ୍ୱାଦିଷ୍ଟ ଖାଦ୍ୟ କରିଥିଲା। ସେ ଶିଆଳ ଛଡ଼ା ଜଙ୍ଗଲର ମହାରାଜ ସିଂହ ଆଉ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ବି ଡାକିଥିଲା। ଗଧର ଖାଇବା ସମସ୍ତେ ବହୁତ ଆନନ୍ଦରେ ଖାଇଲେ। ଆଉ ଯେତେବେଳେ ଶିଆଳ ତା ଖାଦ୍ୟ ଖାଇଲା, ତା ପାଟି ଜୋରେ ଜୋରେ ପୋଡ଼ିଲା। ଆଉ ଗଧ ଜାଣି ଶୁଣିକି ତା ଖାଦ୍ୟରେ ବହୁତ ଲଙ୍କାଗୁଣ୍ଡ ମିଶାଇ ଦେଇଥିଲା। ଆଉ ଶିଆଳ ବହୁତ ରାଗରେ ପାଟିକି ସମ୍ଭାଳି ନ ପାରି ଗଧକୁ ଇଆଡ଼ୁ ସିଆଡ଼ୁ କହିବାକୁ ଲାଗିଲା। ଆଉ ଏମିତି କଥାବାର୍ତ୍ତା ଶିଆଳର ଦେଖି ସବୁ ପଶୁପକ୍ଷୀ ଆବା କାବା ହେଇ ଶିଆଳକୁ ଅନେଇ ରହିଲେ। ଆଉ ଭାବିଲେ, ଆରେ ଇଏ ତ ବାବା, ଆ ପାଟିରୁ ଏମିତି କେମିତି ବାହାରୁଛି? ତାପରେ ଶିଆଳ ନିଜ ପାଟିକି ସମ୍ଭାଳି ଦେଲା। ଏହା ଜଙ୍ଗଲର ମହାରାଜ ସିଂହ ଭଲ ଭାବରେ ନୋଟିସ୍ କରୁଥାନ୍ତି। ତାପରେ ଶିଆଳଟି ନିଜ କଥାକୁ ଘୋଡ଼େଇବାକୁ ଯାଇ ପୁରା ନମ୍ର କଣ୍ଠରେ କହିଲା, ଆରେ ଗଧ, ତମେ ଟିକେ ଖାଇବାରେ ଲଙ୍କାଗୁଣ୍ଡ ଅଧିକ ପକାଇ ଦେଇଛ। ଏମିତି ଏପଟ ସେପଟ କଥା ଶୁଣି ପଶୁପକ୍ଷୀମାନେ କିଛି ଜାଣିପାରୁନଥାନ୍ତି, କିନ୍ତୁ ସିଂହ ସବୁ ଜାଣୁଥାଏ। ଆଉ ସମସ୍ତେ ଖାଦ୍ୟ ଖାଇ ନିଜ ନିଜ ଜାଗାକୁ ପଳାଇଗଲେ। ଆଉ ସମସ୍ତେ ଗଲା ପରେ ସିଂହ ଗଧ ପାଖକୁ ଆସିଲା। ଆଉ ତାଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହେଲା। ତା ପରଦିନ ଶିଆଳ ବସି ଭାବୁଥାଏ, ଏ ଗଧଟି ମୋର ଚାଲକୁ ବିଫଳ କରିବାରେ ଲାଗିଛି। ମୋର କୋଉ କଥାରେ ତାର ବିଶ୍ୱାସ ହଉନି। ଏ ଗଧକୁ ଦେଖିବାକୁ ପଡ଼ିବ ମୋତେ। ଏମିତି ଗୋଟିଏ ଦିନ ଗଧ ଆଉ ଛେଳି ଗୋଟିଏ ଜାଗାରେ କଥା ହଉଥିଲେ। ଆଉ ଏସବୁ ଲୁଚି ଦେଖୁଥିଲା ଶିଆଳ। କ'ଣ ହେଲା ଛେଳି ଭଉଣୀ, ଏତେ ମନ ଦୁଃଖରେ ଠିଆ ହେଇଛ ଯେ? କିଛି ନାହିଁ ଗଧ ଭାଇ, ମୁଁ ଯୋଉଠି ରହୁଛି ସେ ଜାଗାର ଘାସ ସବୁ ଶୁଖିଗଲାଣି। ମୋତେ ନୂଆ ଘାସର ସନ୍ଧାନରେ ଅଛି। ବାସ୍ ଏଇ କଥା। ପାହାଡ଼ର ସେପଟେ ଗୋଟିଏ ଭଲ ଜାଗା ଅଛି, ଯୋଉଠିକି ସୁନ୍ଦର ସୁନ୍ଦର ଘାସ ଉଠିଛି। ଆଉ ସେ ଜାଗାକୁ କେହି ଏମିତି ଯିବା ଆସିବା ବି କରନ୍ତିନି। ଆଉ ତୁମକୁ କେହି ବି ହଇରାଣ କରିବେନି। ତମେ ସେଇ ଜାଗାକୁ ଯାଅ, ଆଉ ଆରାମସେ ଘାସ ପତ୍ର ଖାଇ ଫେରିଆସ। ତାପରେ ଶିଆଳଟି ଏଇ କଥା ଶୁଣି ତା ମୁଣ୍ଡକୁ ଗୋଟିଏ ଉପାୟ ଆସିଲା। ଆରେ ବା, ବହୁତ ଭଲ ସୁଯୋଗ ମିଳିଛି। ଏ ଛେଳିଟି ଯେତେବେଳେ ଘାସ ଚରୁଥିବ, ମୁଁ ତା ପଛପଟୁ ଯାଇ ଜୋରଦାର ହାମଲା କରିଦେବି। ଆଉ ସେ ଜାଗାରୁ ପଳେଇବି।
ତାପରେ ସେ ଯେତେବେଳେ ଖଣ୍ଡିଆ ଖାବରା ହେଇ ଏଠିକି ଆସିବ ଆଉ ସମସ୍ତଙ୍କୁ ସେ କଥା କହିବ, ମୁଁ ସବୁ ଦୋଷ ଗଧ ଉପରେ ଲଦିଦେବି କି ଗଧ ତାକୁ ସେଇ ଜାଗାକୁ ଯିବାକୁ କହିଥିଲା। ଆଉ କହିବି ଗଧ ହିଁ ଅସଲି ଶୈତାନ, ଯିଏକି ଭେଷ ବଦଳେଇକି ଏ ଜଙ୍ଗଲରେ ରହୁଛି ଆଉ ପଶୁପକ୍ଷୀଙ୍କି ମାରିକି ଖାଉଛି। ଛେଳିଟି ସେ ଜାଗାକୁ ଯାଇ ଆରାମସେ ଘାସ ଖାଇବାକୁ ଲାଗିଲା। ଆଉ ସେ ଜାଣିନଥିଲା ଯେ ତା ପଛପଟେ ଶିଆଳଟି ଛପି କରି ଅଛି। ଆରେ ବାଃ, ଏଠି ତ ବହୁତ ସୁନ୍ଦର ଘାସ ହେଇଛି। ଗଧ ଭାଇ ତ ବହୁତ ଠିକ୍ କହିଥିଲେ, ଏଠି ତ ବହୁତ ଘାସ ହେଇଛି। ତାପରେ ଛେଳିଟି ଘାସ ଖାଇବାରେ ବୁଡ଼ିଗଲା। ଶିଆଳଟି ତା ପଛପଟୁ ଜୋର ଜୋର ଯାଇ ତା ଉପରେ ହାମଲା କରିବାକୁ ଲାଗିଲା। ଶିଆଳ ଆଉ କିଛି କରିବା ପୂର୍ବରୁ ସେଇ ଜାଗାରେ ସିଂହ, ଗଧ, ବାଘ ଆଦି ଜୀବଜନ୍ତୁ ଆସି ପହଞ୍ଚିଗଲେ। ରହିଯା ଢୋଙ୍ଗି ବାବା, ତୋ ଖେଳ ଶେଷ ହେଲା, ତାକୁ ଛାଡ଼ିଦେ ଏବେ। ମହାରାଜ, ଆପଣ ଏଠି କେମିତି? ଆପଣ ଯାହା ଭାବୁଛନ୍ତି ଏସବୁ ଠିକ୍ ନୁହେଁ। ମୁଁ ତ ଏ ଛେଳିର ସୁରକ୍ଷା ପାଇଁ ଏଠି ଥିଲି। ଆଚ୍ଛା, ତା ସୁରକ୍ଷା ପାଇଁ କି ତାକୁ ମାରିକି ଖାଇବା ପାଇଁ? ଗଧ, ତୁ ଏ ସମସ୍ତଙ୍କୁ ମୋ ବିଷୟରେ ୟାଡ଼ୁ ସ୍ୟାଡ଼ୁ କହିକି ତାଙ୍କ ମୋ ବିରୁଦ୍ଧରେ କରୁଛୁ, କାରଣ ତୁ ମୋ ଜାଗାରେ ବସିବାକୁ ଚାହୁଁଛୁ। ଚୁପ୍ କର ଢୋଙ୍ଗି ବାବା, ତୁ ସବୁ ମିଠା ମିଠା କଥା କହିକି ସବୁ ଜୀବଜନ୍ତୁକୁ ନିଜ ଜାଲରେ ଫସାଇ ତାଙ୍କୁ ଗୋଟିଏ ଗୋଟିଏ କରି ମାରି ଖାଇବାରେ ଲାଗିଛୁ। ତୋ କଥା ଆଜି ବୁଝା ହବ। ଶିଆଳଟି ତାର ଚାଲ ବିଫଳ ହେବାର ଦେଖି ଜୋର ଜୋରରେ କାନ୍ଦିବାରେ ଲାଗିଲା ଆଉ ମହାରାଜଙ୍କ ଆଗରେ ଗିଡ଼ଗିଡ଼େଇବାରେ ଲାଗିଲା। ମହାରାଜ, ମହାରାଜ, ମୋତେ କ୍ଷମା କରିଦିଅନ୍ତୁ ମହାରାଜ, ମୁଁ ଲୋଭରେ ବୁଡ଼ି ଯାଇଥିଲି ମହାରାଜ, ମୋତେ କ୍ଷମା କରିଦିଅନ୍ତୁ। ତତେ ଜମା କ୍ଷମା କରାହେବନି, ତତେ ତ ସଜା ଦିଆହେବ, ସଜା, ତତେ କାଳ କୋଠରୀରେ ପକାହେବ। ତାପରେ ସିଂହ ଶିଆଳକୁ ବହୁତ ବଡ଼ ଦଣ୍ଡ ଦେଲା ଆଉ ତାକୁ ଜଙ୍ଗଲରୁ ବାହାର କରିଦେଲା। ତାପରେ ଜଙ୍ଗଲରେ ଜୀବଜନ୍ତୁମାନେ ଆରାମରେ ରହିବାକୁ ଲାଗିଲେ।